ସାଙ୍ଗମାନେ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ ଆଜିକାଲି ସମୟରେ ନା ଲୋକମାନେ ବହୁତ ଗର୍ବ କରୁଛନ୍ତି। ତାଙ୍କ ମନରେ ନା ବହୁତ ଗର୍ବ। ଯଦି ସେମାନଙ୍କ ପାଖରେ କିଛି ଟଙ୍କା ହେଇଯାଉଛି ନା ସେମାନେ କାହାକୁ ବି ମାନୁନାହାନ୍ତି। ସେମାନେ ନିଜ ମନରେ ଭାବୁଛନ୍ତି ସେମାନେ ସମସ୍ତଙ୍କ ଠାରୁ ବଡ଼, ତାଙ୍କ ସାମ୍ନାରେ ସମସ୍ତେ ଛୋଟ, ଏମିତି ସେମାନେ ଭାବୁଛନ୍ତି। ହେଲେ ସେମାନେ କ'ଣ ଜାଣିଛନ୍ତି ସେ ଯେଉଁ ଟଙ୍କା ପାଇଁ ଆଜି ଗର୍ବ କରୁଛନ୍ତି ସେ ଟଙ୍କା ତାଙ୍କ ପାଖରେ କେତେ ଦିନ ରହିବ? ସେ ଟଙ୍କାରେ ସେ କେତେ ଦିନ ଖୁସିରେ ରହିପାରିବେ? ସେମାନେ ଜାଣିନାହାନ୍ତି। ସେମାନେ କେତେ ଦିନ ଖୁସିରେ ରହିପାରିବେ। ସେମାନେ କେତେ ଦିନ ଏମିତି ଅଏସ୍ କରିବେ। ସେମାନେ କେତେ ଦିନ ଏମିତି ଲୋକମାନଙ୍କୁ ଖରାପ ବ୍ୟବହାର କରିବେ ବା ଖରାପ ନଜରରେ ଦେଖିବେ। ହେଲେ ସେମାନେ କିଛି ଜାଣନ୍ତି ନାହିଁ ସେମାନେ କେତେ ବଡ଼ ବଡ଼ ପାପ ବି କରୁଛନ୍ତି। ସେ ଯେଉଁ ପାପ କରୁଛନ୍ତି ସେ ପାପର ଭାଗିଦାର କିଏ ହେବ? ତାଙ୍କୁ ସେ ପାପର ଭାଗିଦାର ହେବାକୁ ପଡ଼ିବ କି ତାଙ୍କ ପୁତ୍ର ସନ୍ତାନ ହେଉ କି ତାଙ୍କ ଘରର କୌଣସି ବି ସଦସ୍ୟ ହୁଅନ୍ତୁ। ଗୋଟିଏ କଥା ଆପଣମାନେ ସବୁବେଳେ ଜାଣିଥିବେ, ଯଦି ତୁମେ କୌଣସି ବି ପାପ କାର୍ଯ୍ୟ କରୁଛ ତାହେଲେ ତୁମର ପାପ ତୁମକୁ ହିଁ ଭୋଗିବାକୁ ପଡ଼ିଥାଏ। ସାଙ୍ଗମାନେ ଆଜି ଆମେ ଜାଣିବା ବହୁତ ମହତ୍ତ୍ୱପୂର୍ଣ୍ଣ କଥାଟିଏ ଯାହାକି ଆଜିକାଲି ସମୟରେ ଚାଲିଛି। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ। ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ ଆଜିକାଲି ଲୋକମାନଙ୍କ ମନରେ ବହୁତ ଗର୍ବ। ସେମାନେ କିଛି ଟଙ୍କା ରୋଜଗାର କରୁଛନ୍ତି ଯଦି କିଛି ଅଧିକ ଟଙ୍କା ରୋଜଗାର କରୁଛନ୍ତି ନା, ଯଦି ସେମାନଙ୍କ ପାଖରେ କିଛି ଅଧିକ ଧନ ସମ୍ପତ୍ତି ଅଛି ନା, ତାହେଲେ ସେମାନଙ୍କ ମନରେ ବହୁତ ଗର୍ବ ଥାଏ। ହେଲେ ସେମାନେ ଜାଣନ୍ତି ନାହିଁ ସେମାନେ ଯେଉଁ ଗର୍ବ କରୁଛନ୍ତି ସେମାନଙ୍କର ଗର୍ବ କେତେ ଦିନ ଏମିତି ଚାଲିବ। ସେମାନେ ଏମିତି କେତେ ଦିନ ମନରେ ଗର୍ବ କରି ଚାଲିବେ। ସେମାନଙ୍କ ପାଖରେ ଯେଉଁ ଟଙ୍କା ଅଛି, ସେମାନଙ୍କ ପାଖରେ ଯାହା ବି କିଛି ଅଛି ସେ ତାଙ୍କର କେତେ ଦିନ ସାଥ ଦେବ? ପୁରା ଜୀବନ ସାରା ସାଥ ଦେବ କି ଅଧାରୁ ତାଙ୍କର ସବୁ ତାଙ୍କୁ ଛାଡ଼ି ଚାଲିଯିବେ? ଗୋଟିଏ ଜିନିଷ ମନେ ରଖିଥାନ୍ତୁ ସାଙ୍ଗମାନେ, ଯେତେବେଳେ ତୁମ କତିରେ ଟଙ୍କା ଥାଏ ତୁମ କତିରେ ସମସ୍ତେ ଥାଆନ୍ତି। ସେଥିପାଇଁ ତୁମେ ମନରେ ଗର୍ବ କରିଥାଅ, ମନରେ ଭାବିଥାଅ ମୋ କତିରେ ଆଜି ଟଙ୍କା ଅଛି, ମୁଁ କାହାକୁ ମାନିବି ନାହିଁ, ମୁଁ କାହା କଥା ଶୁଣିବି ନାହିଁ, କାହିଁକି ନା ମୋ କତିରେ ଟଙ୍କା ଅଛି, ମୁଁ ସମସ୍ତଙ୍କ ଠାରୁ ବଡ଼, ମୁଁ ସମସ୍ତଙ୍କ ଉପରେ ରାଜା। ତୁମେମାନେ ମନରେ ଭାବିଥାଅ। ହେଲେ ତୁମେମାନେ ଜାଣିନାହଁ ତୁମେ ଯେଉଁ ଗର୍ବ ମନରେ କରୁଛ ନା ସେ ଗର୍ବ ଭଗବାନ କେବେ ସହିବେ ନାହିଁ। କାରଣ ଆମ ହିନ୍ଦୁ ଧର୍ମରେ ଗୋଟିଏ କଥା ପ୍ରତ୍ୟେକ ସମୟରେ କୁହାଯାଇଥାଏ, ଜୀବନରେ ସବୁ କିଛି କରନ୍ତୁ ହେଲେ ମନରେ କେବେ ଗର୍ବ କରନ୍ତୁ ନାହିଁ। କାରଣ ଯିଏ ମନରେ ଗର୍ବ କରିଛି ନା ତାକୁ ଭଗବାନ କେବେ ବି ହେଲେ ସହି ନଥାନ୍ତି। ସେଥିପାଇଁ ସାଙ୍ଗମାନେ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି, ମନରେ କେବେ ବି ହେଲେ ଗର୍ବ କରନ୍ତୁ ନାହିଁ। ଗର୍ବ କେବେ କରୁଛନ୍ତି ଯଦି ତାହେଲେ ଭଗବାନ ନିଶ୍ଚିତ ଭାବରେ ଆପଣଙ୍କ ଉପରେ ବହୁତ ଅଶାନ୍ତି ହେବେ, ବହୁତ କଷ୍ଟ ପାଇବେ ଆପଣମାନେ। ସେଥିପାଇଁ ସାଙ୍ଗମାନେ ମନରେ କେବେ ହେଲେ ଗର୍ବ କରନ୍ତୁ ନାହିଁ। ଏ ଶରୀର ନା ତୁମର ନା ତୁମେ ଏ ଶରୀରର, ଏହା ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶରେ ତିଆରି।
ଓ ଏଥିରେ ଦିନେ ମିଶିଯିବ, ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏହି ମିଥ୍ୟା ଗର୍ବ କ'ଣ ପାଇଁ? ଯଦି ତୁମର ଏ ଦୁନିଆରେ କିଛି ବି ନୁହଁ, ଯେଉଁ ଶରୀର ତୁମ ପାଖରେ ଅଛି ସେ ଶରୀର ବି ଗୋଟିଏ ସମୟରେ ତୁମର ହୋଇନଥାଏ। ତୁମ ଆତ୍ମା ତୁମର, ହେଲେ ତୁମକୁ ଆତ୍ମାକୁ ଛାଡ଼ିଲା ପରେ ଏ ଦୁନିଆରେ କେହି ବି ତୁମର ନିଜର ନୁହଁ। ସେଥିପାଇଁ ସାଙ୍ଗମାନେ ମନରେ କେବେ ଗର୍ବ କରନ୍ତୁ ନାହିଁ। ଆଜିକାଲିର ପିଲାମାନେ ନିଜ ସୁନ୍ଦରତାକୁ ନେଇ ବହୁତ ଗର୍ବ କରିଥାନ୍ତି, ହେଲେ ସେମାନେ ଜାଣନ୍ତି ନାହିଁ ସୁନ୍ଦରତା ବେଶୀ ଦିନ ରହିନଥାଏ। ଯେପର୍ଯ୍ୟନ୍ତ ତୁମର ଗୋଟିଏ ବୟସ ସୀମା ଥାଏ, ସେ ପର୍ଯ୍ୟନ୍ତ ତୁମ ଶରୀରର, ତୁମ ମୁହଁର ସୌନ୍ଦର୍ଯ୍ୟ ଥାଏ। ଯେବେ ତୁମେ ବୟସରେ ଅଧିକ ହୋଇଯାଅ, ଯେତେବେଳେ ତୁମେ ବୃଦ୍ଧ ହୋଇଯାଅ, ସେତେବେଳେ ତୁମର ସେ ଶରୀର ରହେ ନାହିଁ, ସେ ଶରୀର ତୁମକୁ ଆଉ ଭଲ ଦିଶେ ନାହିଁ। ତାହେଲେ କ'ଣ ପାଇଁ ତୁମେମାନେ ତୁମ ନିଜ ଶରୀରକୁ ଦେଖି ଏତେ ମନରେ ଗର୍ବ କରୁଛ? କ'ଣ ପାଇଁ ତୁମେ ମନରେ ଭାବୁଛ କି ଏ ଦୁନିଆରେ ମୋ ଠାରୁ କେହି ଅଧିକ ସୁନ୍ଦରୀ ନାହାନ୍ତି ବା ସୁନ୍ଦର ନାହାନ୍ତି? ଗୋଟିଏ ଜିନିଷ ମନେ ରଖିଥାନ୍ତୁ, ଯାହା ଆପଣ ଏବେ ମନରେ ଭାବୁଛନ୍ତି କି ମୁଁ ଏ ଦୁନିଆରେ ସମସ୍ତଙ୍କ ଠାରୁ ଅଧିକ ସୁନ୍ଦର, ହେଲେ ଗୋଟିଏ ଜିନିଷ କେବେ ହେଲେ ମନରେ ଭୁଲିବେ ନାହିଁ, ଯେଉଁ ଶରୀର ତୁମ ପାଖରେ ଅଛି ସେ ଶରୀର କେବେ ତୁମ ନିଜର ନୁହଁ। କାରଣ ଧନ, ଜନ, ଯୌବନ ଚିରସ୍ଥାୟୀ ନୁହଁ। କେବେ ତୁମ ପାଖରେ ଟଙ୍କା ସବୁଦିନ ପାଇଁ ରହିବ ଏମିତି କଥା କେବେ ମନରେ ଭାବନ୍ତୁ ନାହିଁ। ଯୌବନ ଗୋଟିଏ ସମୟରେ ବହୁତ ସୁନ୍ଦର ଦେଖିଥାଏ, ବହୁତ ସୁନ୍ଦର ଦିଶିଥାଏ। ଯେତେବେଳେ ତୁମର ବୟସ କମ୍ ହୋଇଥାଏ, ସେତେବେଳେ ତୁମ ପାଖରେ ସମସ୍ତେ ଥାଆନ୍ତି, ତୁମ ସୁନ୍ଦରତା ପାଇଁ ସମସ୍ତେ ତୁମ ପଛରେ ପାଗଳ ହୋଇଥାନ୍ତି। ହେଲେ ତୁମେ ଯେତେବେଳେ ବୃଦ୍ଧ ହୋଇଯାଅ, ସେତେବେଳେ ତୁମକୁ କେହି ବି ପଚାରନ୍ତି ନାହିଁ, କାରଣ ସମସ୍ତେ ତୁମ ସୁନ୍ଦରତାର ଫାଇଦା ଉଠାନ୍ତି। ଯେତେବେଳେ ତୁମେ ସୁନ୍ଦର ଥାଅ, ସେତେବେଳେ ତୁମର ସମସ୍ତେ ଫାଇଦା ଉଠାନ୍ତି। ଜନର ମାନେ ହେଉଛି ଜନତା। ଯେତେବେଳେ ତୁମ ପାଖରେ ସବୁ କିଛି ଅଛି, ତୁମ ପାଖରେ ବହୁତ ଲୋକ ଅଛନ୍ତି, ତୁମର ନିଜର କହିଲେ ସମସ୍ତେ ଅଛନ୍ତି, ହେଲେ ଯେତେବେଳେ ତୁମ କତିରେ କିଛି ବି ନାହିଁ ନା, ତୁମକୁ ସମସ୍ତେ ଦୂର କରିଦେଉଛନ୍ତି, ସମସ୍ତେ ତୁମକୁ ପର କରିଦେଉଛନ୍ତି, ସମସ୍ତେ ତୁମକୁ ଛାଡ଼ି ଚାଲି ଯାଉଛନ୍ତି। କ'ଣ ପାଇଁ? ତୁମ କତିରେ ଆଉ କିଛି ନାହିଁ, ତୁମଠାରୁ ସେମାନେ କିଛି ହାସଲ କରିପାରିବେ ନାହିଁ, ସେଥିପାଇଁ ସେମାନେ ତୁମକୁ ଛାଡ଼ି ଚାଲି ଯାଉଛନ୍ତି, ସେମାନେ ତୁମଠାରୁ ଦୂର ହେଇଯାଉଛନ୍ତି। ହେଲେ ତୁମେମାନେ ବୁଝୁନ, ତୁମେମାନେ ମନରେ ଭାବୁଛ କି ଏମାନେ କ'ଣ ପାଇଁ ମୋ ଠାରୁ ଦୂର ହେଇଗଲେ, ହେଲେ ତୁମେମାନେ ଭଲସେ ଜାଣିପାରୁନ ସେମାନେ କ'ଣ ପାଇଁ ଦୂର ହେଇଗଲେ। ସେମାନେ ଗୋଟିଏ କାରଣରୁ ତୁମଠାରୁ ଦୂର ହୋଇଗଲେ, କାରଣ ସିଏ ଏବେ ତୁମଠାରୁ ଯାହା ପାଇବାର ଥିଲା ସେ ସବୁକିଛି ପାଇସାରିଛନ୍ତି, ଆଉ ତାଙ୍କର କୌଣସି ଜିନିଷ ତୁମଠାରୁ ପାଇବାରେ ଆଶା ସେମାନେ ରଖିନାହାନ୍ତି। ସେଥିପାଇଁ ସେମାନେ ତୁମକୁ ପର କରି ସେମାନେ ତୁମଠାରୁ ଦୂରେଇ ଯାଉଛନ୍ତି ସାଙ୍ଗମାନେ। ସେଥିପାଇଁ ସାଙ୍ଗମାନେ କେବେ ମନରେ ଗର୍ବ କରନ୍ତୁ ନାହିଁ। ଆପଣମାନେ ଯେମିତି ଅଛନ୍ତି ଖୁସିରେ ରୁହନ୍ତୁ। କେବେ ଯଦି ଆପଣ କିଛି ବି ଟଙ୍କା କମାଉଛନ୍ତି, କିଛି ବି ଭଲ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତାହେଲେ କରନ୍ତୁ, ହେଲେ କେବେ ମନରେ ଗର୍ବ କରନ୍ତୁ ନାହିଁ। ଯଦି ତୁମ ପାଖରେ ଅଧିକ ରୋଜଗାର ଅଛି, ତୁମ ପାଖରେ ଅଧିକ ଟଙ୍କା ଅଛି, ତାହେଲେ କିଛି ଦାନ ଧର୍ମ କରନ୍ତୁ। ଯଦି ଜୀବନରେ କିଛି ପାପ କରିଥିବେ ନା, ଦାନ ଧର୍ମରେ ତୁମ ପାପ ଅଧା କିଛି ଶେଷ ହୋଇଯିବ, ତୁମ ପାପ ସରି ସରିଯିବ। ଯଦି ତୁମେ କିଛି ଭଲ କାର୍ଯ୍ୟ କରିବ, ଯଦି କେବେ କାହାକୁ ସାହାଯ୍ୟ ସହଯୋଗ କରିବ, ହେଲେ ତୁମେମାନେ କାହାକୁ ସାହାଯ୍ୟ ସହଯୋଗ କରୁନାହ, ସମସ୍ତଙ୍କ ମନରେ କଷ୍ଟ ଦେଉଛ। ତୁମେ ଯଦି କାହା ଓଠରେ ଟିକେ ହସ ଦେଇପାରିବ ନାହିଁ, କାହା ଆଖିରେ ଲୁହ ବି ଦିଅନ୍ତୁ ନାହିଁ ସାଙ୍ଗମାନେ,
कारण से अधिकार तुमको केही देई नाहंती। जदि काहाकू हसई पारुछंती ताले हसांतु, केबे काहाकू कंदांतु नाही, कारण गोटिए लोकर कांद गोटिए घर को भी पोड़ी देई पारे, गोटिए घर जली छारखार हो जाई पारे। सेथिपाई सांग माने मु आपण मानकु रिक्वेस्ट करिबी केबे काहा मनरे कष्ट दियंतु नाही। आजी जदि भी तुम पाखरे किछि अछि, तुमे जदि भाग्यवान होइथिबो ताहाले तुम पाखरे आज किछि अछि। जदि तुमे चाहुंच से जिनिस तुम पाखरे सबुदिन पई रहू, चिरदिन पई रहू, ताहाले केबे हेले गर्व कर नाही। प्रथम कथा तो हेउची केबे मनरे गर्व कर नाही जदि तुमे चाहुंच तुम पाखरे किछि गोटे चिरस्थायी होई रहू। धन्यवाद सांग माने, आशा करिबी मोर ए भिडियोटी आपण मानकु बहुत भल लागिथिबो। जदि मोर ए भिडियोटी आपण मानकु भल लागिथिबो लाइक टिए करिवे, सांग मानक मध्यरे शेयर करिबा को भूलिबे नाही। जदि आपण माने आम टॉकिंग ऑल यूट्यूब चैनल रे प्रथम थर पई आम टॉकिंग ऑल यूट्यूब चैनल को सब्सक्राइब करी बेल आइकन को ऑल क्लिक करिवे, कारण आम चैनल रे जेबे किछि नुआ मोटिवेशनल वीडियो छड़ा जिवो आपण माने सर्वप्रथमे देखि परिबे। कमेंट बॉक्स रे आपण मानकर मतामत रखिया पई भूलिबे नाही। धन्यवाद सांग माने। जय जगन्नाथ, जय मां शारला, जय श्री।